ଆମର ମାଟି ଚୁଲିରେ ମଟନ କରିବା ସମସ୍ତଙ୍କର ହଉଛି କାର୍ତ୍ତିକ ମାସରେ ଛାଡ଼ ଖାଏ ଆମର ମାର୍ଗଶିର ମାସରେ ଛାଡ଼ ଖାଏ ଆମର କାର୍ତ୍ତିକ ମାସରେ ଆମିଷ ମାର୍ଗଶିର ମାସରେ ଆମିଷ ଖିଆ ହୁଏନା ସେଥିପାଇଁ ମାର୍ଗଶିର ସରିବାରୁ ଆମିଷ ଆସିଲା ଆଜି ମଟନ ତରକାରୀ ଚୁଲିରେ ହବ ବୋଲି ଡିସାଇଡ୍ କଣ କଲି ନା ମଟନଟାକୁ ଧୋଇ କରି ତା ତେଲ ଲୁଣ ହଳଦୀ ମ୍ୟାରିନେଟ୍ କରି ଅଧଘଣ୍ଟାଏ ରଖିଦେଲି ହାଣ୍ଡିରେ ମଟନ ରନ୍ଧା ହବ ତ ସେଥିପାଇଁ ପ୍ରଥମେ କଣ କଲି ନା ଚୁଲିରେ ହାଣ୍ଡି ବସେଇ ଆଳୁ ଭାଜି କରି କାଢ଼ିଲି କାଢ଼ିଲା ପରେ ସେଥିରେ କି ତେଲ ଦେଇ ତା ଥରେ ଗୋଟା ମସଲା ଦେଇ ପିଆଜ ଦେଇ ଭଲ ଭାବରେ ଭାଜି କରି ରଖିଲି ପିଆଜଟା ଭଲ ଭାବରେ ଭାଜିଗଲା ପରେ ଗୋଳେଇ କରି ରଖିଥିବା ମଟନକୁ ସେଥିରେ ଦେଇ ତାକୁ ଭଲ ଭାବରେ ପାଣି ଦେଇ କଷିଲି ଅଧଘଣ୍ଟାଏ ଭଲ ଭାବରେ ମଟନଟାକୁ କଷିଲା ପରେ ସେଥିରେ ପାଣି ଦେଇ ତାକୁ ଫୁଟିବାକୁ କିଛି ସମୟ ଛାଡ଼ିଦେଲି ତାପରେ ଦେଖିଲା ବେଳକୁ ମଟନ ଆଉ କିଛି ସମୟ ସିଝିବାରେ ଥିଲା ସେଥିପାଇଁ ତାକୁ ଧିମି ଆଞ୍ଚରେ ଛାଡ଼ିଦେଲି ଆଉ କିଛି ସମୟ ଭଲ ଭାବରେ ସିଝିବ ଆପଣମାନଙ୍କୁ ମୋର ଭିଡ଼ିଓ ଯଦି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ ଲାଇକ୍ ଗୋଟେ କରିଦେବେ ଆଉ ଫେସବୁକ୍ ପେଜରେ ଫଲୋ କରିଦେବେ ଆସନ୍ତୁ ଦେଖିବା ମଟନ ତରକାରୀ ହେଇଗଲା